ଆମର ଉମରକୋଟ ପିଏସ୍ କେସ୍ ନମ୍ବର 288 ଅଣ୍ଡର ସେକ୍ସନ୍ 420 506 34 IPC ତାର ଇନଭେଷ୍ଟିଗେସନ୍ ଚାଲିଛି। ଆଉ ଡ୍ୟୁରିଂ ଇନଭେଷ୍ଟିଗେସନରେ କମ୍ପ୍ଲେନେଣ୍ଟ ଯେ ରିପୋର୍ଟ ଦେଇଥିଲେ ସେ ପୁରୀ ଜିଲ୍ଲାର ରାଜେଶ ପଲାଇ ସେ ରିପୋର୍ଟ କରିଥିଲେ କି ଉମରକୋଟ ଅଞ୍ଚଳର ଜଣେ ବ୍ୟକ୍ତି ତାଙ୍କ ନାଁ ପଲ୍ଲବ ଆଉ ଅନ୍ୟମାନେ ତାଙ୍କୁ ଗୋଟେ ପିତ୍ତଳ ଶଙ୍ଖ ଦେଖେଇକି ସୁନା ଶଙ୍ଖ ବୋଲିକି ତାଙ୍କୁ ଡିଲ୍ କରିଥିଲେ ଆଉ ତାଙ୍କଠୁ 3 ଲକ୍ଷ ନେଇଥିଲେ। এই ରିଲେଟେଡ଼ରେ ଆମେ ଆଜି 4 ଜଣଙ୍କୁ ଆରେଷ୍ଟ କରିଛୁ, କୋର୍ଟ ଫରାର କରାହେବ। ତାଙ୍କଠୁ 40,000 ଟଙ୍କା ଆମେ ସିଜର କରିଛୁ, ଆଉ 4ଟା ମୋବାଇଲ ଫୋନ୍ ଆଉ 2ଟା ନକଲି ଶଙ୍ଖ ଆମେ ସିଜର କରିଛୁ। ସାର୍ এই খবরটা বারম্বার মানে প্রশ্ন করছিলি কোণ স্যার মানে আগামী দিনে আপনার তৎপরতা কোণ হচ্ছে? আমার চালিছি ইনভেস্টিগেশন চালিছি, কিন্তু ଲୋକଙ୍କୁ ଟିକେ ଏୱାର ହେବାକୁ ପଡ଼ିବ। ଏୱାରନେସ୍ ହେବା ପରେ ଏସବୁ କ୍ରାଇମ୍ ବଢ଼ୁଛି। ସାର୍ ଏମାନଙ୍କ ସହିତ ଅନ୍ୟ କୌଣସି ଲୋକ ଅଭିଯୁକ୍ତ କ'ଣ ସମ୍ପୃକ୍ତ ଅଛନ୍ତି କି? କାରଣ ଆମେ ଇନଭେଷ୍ଟିଗେସନ୍ ଚାଲିଛି ଏବେ, ଯିଏ ବି ଆସିବେ ତାଙ୍କୁ ଆମେ ଏଇ କେସ୍ରେ ପୁଣି ଆରେଷ୍ଟ କରି ପଠାଇବୁ।